ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ। ରାୟଗଡ଼ା ଜିଲ୍ଲା ପଦମପୁର ବ୍ଲକର ନାଇରା ଏବଂ ଗୁଡ଼ାରୀ ବ୍ଲକରେ ମଧ୍ୟ ଆଜି ବିଜେଡ଼ିର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବ ହେବା ଦ୍ୱାରା ଅନେକ କଂଗ୍ରେସ ଓ ବିଜେପିର ନେତାମାନେ ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି। ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର କୁମାର ଦାସଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବ ନାଇରାର ଅନେକ କଂଗ୍ରେସର କର୍ମୀମାନେ ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି। ବିଜେଡ଼ିରେ ସାମିଲ ହେବା ଫଳରେ ପୁଣି ଗୁଣପୁର ନିର୍ବାଚନ ମଣ୍ଡଳୀରେ ଆଜି ଏହି ମିଶ୍ରଣ ପର୍ବ ହେବା ଦ୍ୱାରା ବିଜେଡ଼ି ଅଧିକ ଶକ୍ତିଶାଳୀ ହୋଇପାରିବ ବୋଲି ମଧ୍ୟ ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର କୁମାର ଦାସ ସୂଚନା ଦେଇଛନ୍ତି। ଏହି ମିଶ୍ରଣ ପର୍ବ ହେବା ସମୟରେ ପଦ୍ମପୁର, ନାଇରା ଏବଂ ଡେରିଗାଁ ଅଞ୍ଚଳର ଅନେକ ବିଜେଡ଼ି ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ। ସେହିଭଳି ଗୁଡ଼ାରୀର ଦୁର୍ଗା ପୂଜା କମିଟି ପରିସରରେ ବିଜେଡ଼ିର ଉପସଭାପତି ସନ୍ତୋଷ ମହାନ୍ତିଙ୍କ ନେତୃତ୍ୱରେ ଅନେକ ବିଜେପି କର୍ମୀମାନେ ମଧ୍ୟ ଆଜି ବିଜେଡ଼ିରେ ସାମିଲ ହୋଇଥିବା ସୂଚନା ମିଳିଛି। ଏହିପରି ମିଶ୍ରଣ ପର୍ବ ହେବା ଦ୍ୱାରା ବିଜେଡ଼ି ଅଧିକ ଶକ୍ତିଶାଳୀ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଏହି ହେଉଛି ସେ ଦୃଶ୍ୟ। ଏଠାରେ ଅନେକ କଂଗ୍ରେସ କର୍ମୀମାନେ ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି। ସେହିଭଳି ଗୁଡ଼ାରୀରେ ମଧ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।